ଦୁଇ ଭିତରେ ରାତ୍ରରେ ଅଗ୍ନିକାଣ୍ଡ ଜଳିପୋଡ଼ି ପାଉଁଶ ହୋଇଗଲା 15ରୁ ଉର୍ଦ୍ଧ୍ୱ ଉଠା ଦୋକାନ। ପୁରୀ ଜିଲ୍ଲା କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଥିବା ଉଠା ଦୋକାନଗୁଡ଼ିକରେ ବିଳମ୍ବିତ ରାତ୍ରି ପ୍ରାୟ 1 ଓଡିଆ ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଯୋଗୁଁ 15ରୁ ଉର୍ଦ୍ଧ୍ୱ ଉଠା ଦୋକାନ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି ନା ଦୁର୍ବୃତ୍ତ ନିଆଁ ଲଗାଇଛି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେପଟେ ଘଣ୍ଟା ଘଣ୍ଟା ପରିଶ୍ରମ କରି ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ। ସେପଟେ ବର୍ଷ ବର୍ଷ ଧରି ଉଠା ଦୋକାନ କରି ନିଜ ପରିବାର ଭରଣ ପୋଷଣ କରୁଥିବା ଉଠା ଦୋକାନୀମାନେ ନିଜ ପରିବାରର ଭରଣ ପୋଷଣ କିଭଳି କରିବେ ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବ୍ୟୁରୋ ରିପୋର୍ଟ, ଦ ରୁରାଲ ନ୍ୟୁଜ୍। एटीएम रे सिक्योरिटी अच्छी एसबीआई एटीएम ମୁଁ ଆମର ତ ମେସିନ୍ 3-4 ଦିନ ହେଲାଣି ଖରାପ ହେଇକି ଅଛି। କ'ଣ କ୍ୟାସ୍ ଲୋଡ୍ ହେଉନି ବୋଲି ମୁଁ ସଟର ପକାଇ ଭିତରେ ଥିଲି, ଦେଖିଲା ବେଳକୁ କ'ଣ ନାଲି ଭଳିଆ କ'ଣ ଜଳୁଛି ବଡ଼ ଆକାରରେ। ହଁ, ମୁଁ କହିଲି କ'ଣ ଆଉ କାହା ଗାଡ଼ି ଲାଇଟ୍ଟା ଏତେ ଜୋରେ ପଡ଼ୁଛି, ଏହା ଅନୁଭବ କରି ବାହାରକୁ ଆସିଲା ବେଳକୁ ନିଆଁ ହୁତୁ ହୁତୁ ହିଁ ଜଳୁଛି ଦେଖିଲି। ଆଉ ସେମିତି କିଛି ଇଏ କରୁନି, ତା ଦ୍ୱାରା ବି ଗ୍ୟାସ୍ ହେଇକିରି ଏଟିଏମ୍ କାଚଟା ଭାଙ୍ଗି ଯାଇଛି। ତାପରେ ମୁଁ ଫାୟାର ଷ୍ଟେସନକୁ ଫୋନ୍ କଲି, ଫୋନ୍ କରିବା ଦ୍ୱାରା ମୋ ଫୋନ୍ ଉଠେଇ ନାହାନ୍ତି, ଅଲଗା ଲୋକ କିଏ ଫୋନ୍ କରିକି ଉଠେଇକି ଆସିକି ପହଞ୍ଚିଲେ, ତାପରେ ଲିଭେଇ ହେଲା। ହଁ, ନିଆଁ ବହୁତ ଜୋର ଜଳୁଥିଲା, ଅନେଇ ହେଉନି ତାପରେ ପୁରା ଚାରିଆଡ଼େ ପୁରା ନିଆଁମୟ ଦେଉଥାଇ। ହଁ, 7-8 ଖଣ୍ଡ ଦୋକାନ ହେବ, ପୁରା ଜଳି ପୁରା ଧୂଆଁ ହେଇକି ପୁରା କିଛି ଆଉ ନାହିଁ କହିଲେ ଚଳେ। ଏଟିଏମ୍ କାଚଟା ଗ୍ୟାସ୍ ହେଇକିରି ଧୂଆଁ ଗ୍ୟାସ୍ ଫ୍ୟାସ୍ କିଛି ହେଇକିରି ନିଆଁ ଜଳିବା ଦ୍ୱାରା ପାଖରେ ତ ସିଲିଣ୍ଡର ଫାଟିଥିଲା। ସେଇ ଟାଇମ୍ରେ କେମିତି କ'ଣ ହେଇକି ଫାଟି ଯାଇଛି, କାଚ ଗୁରା ଗଳି ପଡ଼ିଲା। ମୁଁ ତ ବାହାରେ ଠିଆ ହେଇକି ଦେଖିଲି, ବାହାରକୁ ବାହାରି ଆସିଥିଲି।